ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଉଛି। ସୁବର୍ଣ୍ଣରେଖା ନଦୀର ଉପର କ୍ୟାଚମେଣ୍ଟ ଅଞ୍ଚଳରେ ଲଗାତାର ଭାରୀ ବର୍ଷା ଓ ଚାନ୍ଦଲି ଗେଟ୍ର ଜରୁରୀ ଆଧାରରେ ଗେଟ୍ ଖୋଲିବା ସହ ବଡ଼ ପରିମାଣରେ ପାଣି ଛଡ଼ାଯାଇଥିବା ହେତୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବାଲିଆପାଳ, ବସ୍ତା, ଭୋଗରାଇ ବ୍ଲକର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଉପୁଜିଛି। ଏଇଥିପାଇଁ ଜିଲ୍ଲାପାଳ ବର୍ତ୍ତମାନ ସ୍ଥିତି ବିଷୟରେ ଆଲୋଚନା ପ୍ରାୟ 11ଟା ସମୟରେ ଗତକାଲି ଆପତକାଳୀନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବୈଠକ ଆହ୍ୱାନ କରିଥିଲେ। ସେ ବୈଠକରେ ବିଭିନ୍ନ ବିଡ଼ିଓ, ତହସିଲଦାର, ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କୁ 24 ଘଣ୍ଟାର ଆଲର୍ଟ ରହିବା ଏବଂ କ୍ଷେତ୍ର ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସ୍ୱୟଂ ନିଜେ ମଧ୍ୟ ତଦାରଖ କରୁଛନ୍ତି। ସମ୍ବେଦନଶୀଳ ଅଞ୍ଚଳକୁ ଯାଇ ସ୍ଥିତିର ମୂଲ୍ୟାଙ୍କନ କରିବାକୁ ସମସ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନଭୂମି, ବନ୍ୟାପ୍ରବଣ ଅଞ୍ଚଳମାନେ ସତର୍କ ରହିବାକୁ ଓ ପରିସ୍ଥିତି ଅଧିକ ଖରାପ ହେଲେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।